ଲଗାଣ ବର୍ଷାରେ ବେହାଲ ଖଣି ଅଞ୍ଚଳବାସୀ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଗୋଟିଏ ପରେ ଗୋଟିଏ ଲଘୁଚାପ ପ୍ରଭାବରେ ଗତ 13 ତାରିଖ ଠାରୁ କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ଦେଖିବାକୁ ମିଳୁଛି। ଏହାଦ୍ୱାରା ଖଣି ପ୍ରବଣ ଯୋଡ଼ାବଡ଼ବିଲ ଅଞ୍ଚଳବାସୀ ଅଧିକ ପ୍ରଭାବିତ ହେଉଥିବା ପରିଲକ୍ଷିତ ହେଉଛି। ଗତ 13 ତାରିଖରେ ପ୍ରବଳ ବର୍ଷା ଯୋଗୁଁ ଖଣି ସହର ଯୋଡ଼ାବଡ଼ବିଲ ଅଞ୍ଚଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିପରି ଗତ 17 ତାରିଖରେ ମଧ୍ୟ କେନ୍ଦୁଝର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ଲଗାଣ ବର୍ଷା ଜାରି ରହିଛି। ତେବେ ଅଗଷ୍ଟ 20 ତାରିଖ ଠାରୁ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ନେଇ ପୂର୍ବାନୁମାନ କରାଯାଉଥିବା ବେଳେ ଆସନ୍ତା 22 ତାରିଖରୁ ଉତ୍ତର ଓଡ଼ିଶାରେ ପୁଣି ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି। ତେବେ ଏପରି ଲଗାଣ ବର୍ଷା ଖଣି ଅଞ୍ଚଳବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଥିବା ଦେଖିବାକୁ ମିଳୁଛି। ଖଣି କାର୍ଯ୍ୟ ଓ ପରିବହନ କାର୍ଯ୍ୟରେ ମଧ୍ୟ ବାଧକ ସୃଷ୍ଟି ହେଉଥିବା ଜଣାପଡ଼ିଛି।